ସମସ୍ତଙ୍କୁ ଆମର ଏହି ସୁନ୍ଦର ସଂସାର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ତେବେ ଆସନ୍ତୁ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ 79ତମ ସ୍ୱାଧୀନତା ଦିବସ ଆମର ବକ୍ତୃତା ସମ୍ପର୍କରେ ଆଲୋଚନା କରିବା। ଏକ ସୁନ୍ଦର ବକ୍ତୃତା, ଏହାକୁ ଅଭ୍ୟାସ କଲେ ପିଲାମାନେ ନିଶ୍ଚିତ ଭାବରେ ଭଲ ବକ୍ତୃତା ଦେଇପାରିବେ। ତେବେ ଆସନ୍ତୁ ତାହାକୁ ଆମେ ଆଲୋଚନା କରିବା। ସମ୍ମାନୀୟ ସଭାପତି ମହୋଦୟ, ଉପସ୍ଥିତ ଗୁରୁଜୀ ଓ ଗୁରୁମା ଏବଂ ମୋର ସହପାଠୀ ତଥା ଛୋଟ ବଡ଼ ଭାଇ ଭଉଣୀମାନଙ୍କୁ ଆଜିର 79ତମ ସ୍ୱାଧୀନତା ଦିବସ ଅବସରରେ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ନମସ୍କାର। ଆଜି ଏହି ବୀରତ୍ୱ, ଶାନ୍ତି, ମୈତ୍ରୀ ଏବଂ ପ୍ରୀତିର ପ୍ରତୀକ ଫରଫର ହୋଇ ଉଡ଼ୁଥିବା ତ୍ରିରଙ୍ଗା ପତାକା ତଳେ କାହିଁକି ସମସ୍ତେ ରୁଣ୍ଡୀଭୂତ ହୋଇଛନ୍ତି ତାହା ସମସ୍ତଙ୍କୁ ଜଣା। ତଥାପି ଏହି ଛୋଟ ମସ୍ତିଷ୍କରେ ଯାହା ଜ୍ଞାନ ଅଛି ତାହା ଆପଣମାନଙ୍କ ନିକଟରେ ପ୍ରକାଶ କରିବାକୁ ଚାହୁଁଅଛି। ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ପୂର୍ବେ ଆମ ଦେଶ ଭାରତ ଧନ ଧାନ୍ୟରେ ପୂର୍ଣ୍ଣ ଥିଲା। ଏହା ଦେଖି ବିଦେଶୀମାନଙ୍କର ଲୋଭ ହେଲା। ସେମାନେ ବାଣିଜ୍ୟ କରିବା ବାହାନାରେ ଆମ ଦେଶକୁ ଆସି ବହୁ ଧନ ସମ୍ପତ୍ତି ତାଙ୍କ ଦେଶକୁ ନେଇଗଲେ। ସେମାନେ ହେଲେ ମାଲିକ, ଆଉ ଆମେ ହେଲେ ସେମାନଙ୍କର ଚାକର। ପ୍ରତିବାଦ କଲେ ପ୍ରତିବଦଳରେ ମିଳୁଥିଲା କାରାଗାର, ଚାବୁକର ମାଡ଼, ଗୁଳି, ଏପରିକି ଫାଶୀ ଭଳି ମୃତ୍ୟୁଦଣ୍ଡ। ଏହିପରି ଅନେକ ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତିରେ ଦୁର୍ବିସହ ହୋଇ ତଳିତଳାନ୍ତ ହେଉଥିଲେ ଆମ ଦେଶର ଅଧିବାସୀ। ମାତୃଭୂମି ମାତୃଭାଷା ଉଭୟେ ଜନନୀ, ସେବ ତାଙ୍କୁ ଭକ୍ତିଭରେ ଦିବସ ରଜନୀ। ସେହି ଜନ୍ମ ମାଟିର କରୁଣ ଚିତ୍କାରକୁ ସହ୍ୟ କରି ନପାରି ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଚାଚା ନେହେରୁ, ଲାଲ ବାଲ ପାଲ ଭଳି ବୀରପୁରୁଷଙ୍କର ବଳିଷ୍ଠ ନେତୃତ୍ୱ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଏବଂ ବାପୁଜୀଙ୍କର ଅହିଂସା ଆନ୍ଦୋଳନର ଫଳସ୍ୱରୂପ 200 ବର୍ଷ କାଳ ଚାଲିଥିବା ସେହି ବ୍ରିଟିଶମାନଙ୍କର କୁଶାସନର ଅନ୍ତ ଘଟିଥିଲା। 1947 ମସିହା ଅଗଷ୍ଟ ମାସ 14 ତାରିଖ ମଧ୍ୟରାତ୍ର ସମୟରେ ବ୍ରିଟିଶମାନେ 7 ସମୁଦ୍ର 13 ନଈ ପାରି ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ହେବାକୁ ବାଧ୍ୟ ହୋଇଥିଲେ। ତା ପରଦିନ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମେ ସ୍ୱାଧୀନତା ଲାଭ କଲୁ। ଏହି ଦିବସଟିକୁ ମନେ ରଖିବା ପାଇଁ ଆମେ ପ୍ରତିବର୍ଷ ଅଗଷ୍ଟ ମାସ 15 ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନ କରି ଆସୁଅଛୁ। ଏହି ଦିନ ସେହି ବୀରପୁରୁଷମାନଙ୍କୁ ସମ୍ମାନ ଜଣାଇ ଆମ ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଥାନ୍ତି। ଆଗାମୀ 2047 ମସିହାରେ 100ତମ ସ୍ୱାଧୀନତା ଦିବସ ଅବସରରେ ଆମେ ଏକ ଗୌରବମୟ ଭାରତ ଗଠନ କରିବାକୁ ନିଜର ସ୍ୱତନ୍ତ୍ର ଭୂମିକାକୁ ବଜାୟ ରଖିବା ନିମନ୍ତେ ସମସ୍ତଙ୍କୁ ମୋର ବକ୍ତୃତା ମାଧ୍ୟମରେ ଅନୁରୋଧ କରୁଛି। ଆଜିର ଏହି ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଆପଣମାନଙ୍କ ନିକଟରେ କୃତଜ୍ଞ। ଯଦି ଭାଷାଗତ କିମ୍ବା ବ୍ୟବହାରଗତ କିଛି ତ୍ରୁଟି ବା ଭୁଲ ଥିଲେ କ୍ଷମା ଦେବେ। ଏତିକି କହି ଆଜିର ବକ୍ତବ୍ୟକୁ ପରିସମାପ୍ତ କରୁଛି। ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଜୟ ହିନ୍ଦ। ଏହିପରି ଆହୁରି ଅନେକ ଭିଡ଼ିଓ ପାଇବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥିଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ।